नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदांत स्वामिने नामिने नमस्ते निर्विशेष शून्यवादी पाश्चात्य देशतारिणे वंशाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्ण 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 हरे 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 राम हरे राम 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 हरे हरे। मुकं करोति वाचालं पंगुलं हयते यत्कृपातमहं वन्दे परमानन्दमाधवं श्रीगुरुदिनतरिणं श्रीचैतन्य ईश्वरं। नमः ओं विष्णुपादाय कृष्णप्रेष्ठाय भूतले श्रीमते। তো আমরা ভগবত গীতা দশম অধ্যায় থেকে শ্রবণ করছিলাম। কালকে পর্যন্ত আমরা শেষ করলাম চতুশ্লোকী ভগবত গীতা। ভগবান ভগবান ତାଙ୍କର ମହିମା ସମ୍ପର୍କରେ ବର୍ଣ୍ଣନା କରିଲେ। ସେ ମହିମାକୁ ଶୁଣିବା ପରେ ଅର୍ଜୁନ କଣ ବୁଝିଲେ ସେ କଥା କହୁଛନ୍ତି ଆଜି। अर्जुन उवाच परम ब्रह्म परम धामम परम ब्रह्म परम धाम पवित्रम परमं भवान पुरुषं शाश्वतं दिव्यम आदिदेवम अजम विभुम आहुस्त्वं ऋषय सर्वे देवर्षि नारदस्तथा असितो देवलव्यास स्वयं चैव ब्रवीषि मे। अर्जुन कहले अर्जुन उवाच परम ब्रह्म मान परम सत्य परम धाम पवित्रम परमं भवान आपण परम पुरुषम परम पुरुष। तो कहला आपण परम ब्रह्म परम धाम आउ परम पुरुष आउ कौन ना पवित्र पवित्रम पवित्रतम शाश्वत दिव्य आदिदेव अजम विभु। हाँ, विभु माने महान, अजम माने अजन्म, आदिदेव माने आदिदेव। तो से कहले तापर से शुणी कले मु जे कथा कहूँ ता नुह आहुस्तंग ऋषय सर्वे समस्त ऋषिराओ ऋषि माने भी जे कथा कहते को ऋषि मैंने कहते ना देवर्षि नारद असित देवल व्यास एम कहते तो स्वयं स एव ब्रवीषि में एवं आपण मध्य स्वयं मत कथा कहते। तो तीन टा कथा वर्णना कराला गोटे अर्जुनकर उक्ति तापर अर्जुन कहते ऋषि मैंने भी कथा कहते आउ से कहले जे आपण स्वयं निजे भी कथा कहते। तो अर्जुन कहले आपण परम ब्रह्म परम गति परम धाम अर्थ परम गति और परम ब्रह्म परम धाम पवित्रतम अटंती परम ब्रह्म परम धाम पवित्रम परमं भवान आपण परम सत्य
ଶାଶ୍ୱତ ଦିବ୍ୟ ପୁରୁଷ। ଆପଣ ଆଦିଦେବ ଦିବ୍ୟ ପୁରୁଷ ଅଟନ୍ତି। ଆପଣ ଅଜନ୍ମା ଏବଂ ସର୍ବାପକ ସୌନ୍ଦର୍ଯ୍ୟ ଅଟନ୍ତି। ନାରଦ, ଅସିତ ଦେବଳ ଏବଂ ବ୍ୟାସ ଆଦି ମହର୍ଷିଗଣ ଆପଣଙ୍କ ସମ୍ବନ୍ଧରେ ଏଇ କଥା ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ଆପଣ ମତେ ସେ କଥା କହୁଛନ୍ତି। ହୁଁ। ଏଇ ଦୁଇଟି ଶ୍ଲୋକରେ ଭଗବାନ ଆଧୁନିକ ଦାର୍ଶନିକଙ୍କୁ ଗୋଟିଏ ସୁଯୋଗ ଦେଇଛନ୍ତି। କାରଣ ଏଠାରେ ପରିଷ୍କାର ଭାବରେ କୁହାଯାଇଛି ଯେ ପରମାତ୍ମା ଜୀବାତ୍ମା ଠାରୁ ଭିନ୍ନ ଅଟନ୍ତି। ଅର୍ଜୁନ ଏହି ଅଧ୍ୟାୟରେ ଚାରୋଟି ବିଶେଷ ଶ୍ଲୋକ ଶୁଣିବା ପରେ ତାଙ୍କର ସମସ୍ତ ସନ୍ଦେହ ସମ୍ପୂର୍ଣ୍ଣ ରୂପେ ଦୂରୀଭୂତ ହୋଇଗଲା। ଶ୍ରୀକୃଷ୍ଣଙ୍କୁ ପରମ ପୁରୁଷ ଭଗବାନ ରୂପରେ ସ୍ୱୀକାର କରିଲେ। ତାହେଲେ ଏଇ ଯେ ଚାରିଟା ଶ୍ଲୋକ ଦିଆହେଲା ଚତୁଶ୍ଲୋକୀ ଭଗବତ ଗୀତା, এটা হচ্ছে অত্যন্ত ଗୁରୁତ୍ୱପୂର୍ଣ୍ଣ କାରଣ ଏଇ ଚାରିଟା ଶ୍ଲୋକ ଶୁଣିବା ପରେ ଅର୍ଜୁନ ତାଙ୍କର ପ୍ରତିକ୍ରିୟା ଜଣାଉଛନ୍ତି। ବୁଝିପାରିଲେ? ଏଇଟା ଶୁଣିବା ପରେ ସେ ବୁଝିପାରିଲେ ଯେ ଇଏ ହଉଛନ୍ତି ପରମ ପୁରୁଷ ଭଗବାନ। ଅର୍ଜୁନ ତ ସମସ୍ତେ ଜାଣନ୍ତି, କିନ୍ତୁ ଜଗତକୁ ଶିକ୍ଷା ଦେବା ପାଇଁ କି ସେ କଥା ଭଗବାନ କୃଷ୍ଣ କହିଲେ ତାଙ୍କୁ। ହୁଁ। ତ ସେ ସାଙ୍ଗେ ସାଙ୍ଗେ ଦୃଢତାର ସଙ୍ଗେ ଘୋଷଣା କରିଲେ ଯେ କୃଷ୍ଣଙ୍କୁ କହିଲେ ଯେ ଆପଣ ପରମ ବ୍ରହ୍ମ ପରମ ପୁରୁଷ ଭଗବାନ। ତ ପୂର୍ବରୁ ଶ୍ରୀକୃଷ୍ଣ କହିଛନ୍ତି ସେ ପ୍ରତ୍ୟେକ ବସ୍ତୁ ଓ ପ୍ରତ୍ୟେକଙ୍କର ମୂଳ ଅଟନ୍ତି। ପ୍ରତ୍ୟେକ ମାନେ ଭଗବତ ଗୀତାରେ ଏତେ କଥା କୁହାଯାଇଛି ଯୋଉଥିରୁ ଏଟା ସମ୍ପୂର୍ଣ୍ଣ ସୁସ୍ପଷ୍ଟ ଯେ ସମସ୍ତେ ଭଗବାନ ହେଇପାରିବେନି। ଭଗବାନ ଆଉ ଜୀବ ଭିତରେ ବିରାଟ ପାର୍ଥକ୍ୟ ରହିଛି। ତ ସେଥିପାଇଁ କି ହଁ, ଯେ ଭଗବାନ ଆଉ ଜୀବ ଏକା ନୁହଁ। ମାନବ ଏବଂ ଦେବତାଗଣ ଅଜ୍ଞତା ଯୋଗୁଁ ଭାବନ୍ତି ଯେ ସେମାନେ କୃଷ୍ଣଙ୍କ ଠାରୁ ସ୍ୱତନ୍ତ୍ର ଏବଂ ସ୍ୱାଧୀନ। ତ କେହି ହେଲେ ବି ଭଗବାନ କୃଷ୍ଣଙ୍କର ସମାନ ହେଇପାରିବେନି ତା କେବଳ ନୁହଁ, ମୁଁ ତାଙ୍କ ସମାନ ନୁହଁ, ସେ ଅନେକ ବଡ଼, କିନ୍ତୁ ମୁଁ ବି ଅନେକ ବଡ଼। ତାଙ୍କ ସମାନ ନୁହଁ, ମୁଁ ବି ବଡ଼। এই যে ମୁଁ ବି ବଡ଼, ଭଗବାନଙ୍କର ସ୍ୱତନ୍ତ୍ର ହେଇକି ମୁଁ ବଡ଼, ସେଇଟା ହେଇପାରିବନି। ଭଗବାନ ସବୁଠୁ ବଡ଼, ତାଙ୍କ ପରେ ଯୋଉମାନେ ସବୁ ବଡ଼ ଅଛନ୍ତି ସେମାନେ ବି ଭଗବାନଙ୍କ ପାଇଁ କି ବଡ଼। ଏଇଟା ବୁଝିବାକୁ ସେଇଥିପାଇଁ କି ଆମ 10 ପ୍ରକାର ନାମ ଅପରାଧରେ କହୁଛ ନା, ଏଇ ଦେବତା ମାନେ ଭଗବାନଙ୍କର ସମାନ ନୁହନ୍ତି ବା ସ୍ୱତନ୍ତ୍ର ନୁହନ୍ତି। କେବଳ ସମାନ ନୁହନ୍ତି କହିଲେ ହବନି, ସେମାନେ ସ୍ୱତନ୍ତ୍ର ବି ନୁହନ୍ତି। ଦେବତା ନୁହନ୍ତି, ଯୋଉମାନେ ଯିଏ ବା ଯେତିକି ବଡ଼, ସେ ଭଗବାନଙ୍କ ଦ୍ୱାରା ହିଁ ବଡ଼ ହେଇଛି। ଭକ୍ତି ଯୋଗ ମାର୍ଗକୁ ଆସିଗଲେ ଅର୍ଥାତ ଭଗବାନଙ୍କ ସେବାରତ ହେଲେ ଅଜ୍ଞତା ସମ୍ପୂର୍ଣ୍ଣ ରୂପରେ ଦୂରୀଭୂତ ହୋଇଯାଏ। ହଁ, ଯଦି ଭକ୍ତି ଯୋଗରେ ଆସିବା, ଏ କଥା ପୂର୍ବ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। ବର୍ତ୍ତମାନ ତାଙ୍କ ଦୟାରୁ ଅର୍ଜୁନ ବୈଦିକ ଶାସ୍ତ୍ର ଅନୁଯାୟୀ ତାଙ୍କୁ ପରମ ସତ୍ୟ ବୋଲି ଗ୍ରହଣ କରୁଛନ୍ତି। କୃଷ୍ଣ ଯୋଉଟା କହିଲେ ତାଙ୍କ ଭିତରେ ଯେ କୃଷ୍ଣ ତ ପରମ ସତ୍ୟ। କେହି ଏପରି ଭାବିବା ଉଚିତ ନୁହଁ ଯେ ଶ୍ରୀକୃଷ୍ଣ ଅର୍ଜୁନଙ୍କର ଅନ୍ତରଙ୍ଗ ବନ୍ଧୁ ହୋଇଥିବାରୁ ଅର୍ଜୁନ ତାଙ୍କୁ ପରମ ପୁରୁଷ ଭଗବାନ ବା ପରମ ସତ୍ୟ କହି ଖୋସାମତ କରୁଛନ୍ତି। ତ ଏଇ ଦୁଇଟି ଶ୍ଲୋକରେ ଅର୍ଜୁନ ଯାହା କହିଛନ୍ତି ତା ବୈଦିକ ସତ୍ୟ ହିସାବରେ ସ୍ୱୀକୃତ ହୋଇଅଛି। ହଁ, ବୈଦିକ ଶାସ୍ତ୍ରରେ ବି କୁହାଯାଇଛି। କିନ୍ତୁ ଅର୍ଜୁନ କହିଲେ ମୁଁ ଯେ କହୁଛି ତା ନୁହଁ, ମୁନି ଋଷି ମାନେ ବି କହିଛନ୍ତି। ଏଇ ଦୁଇଟି ଶ୍ଲୋକରେ ଅର୍ଜୁନ ଯାହା କହିଛନ୍ତି ତାହା ବୈଦିକ ସତ୍ୟ ହିସାବରେ ସ୍ୱୀକୃତ ହୋଇଅଛି। ବୈଦିକ ଶାସ୍ତ୍ରରେ କୁହାଯାଇଅଛି କେବଳ ଯେଉଁ ବ୍ୟକ୍ତି ଭକ୍ତି ଯୋଗ ମାର୍ଗ ଗ୍ରହଣ କରେ ସେ ହିଁ ଭଗବାନଙ୍କୁ ଜାଣିପାରେ, ଅନ୍ୟମାନେ ଜାଣିପାରନ୍ତି ନାହିଁ। ଜାଣନ୍ତି କିନ୍ତୁ ଆଂଶିକ ଭାବେ ଜାଣନ୍ତି। ପୂର୍ଣ୍ଣ ରୂପେ ଜାଣିବାକୁ ହେଲେ ଭକ୍ତିଟା ଜାଣି ହବ।
ଏଇ ଶ୍ଲୋକରେ ଅର୍ଜୁନଙ୍କ ଦ୍ୱାରା କୁହାଯାଇଥିବା ପ୍ରତ୍ୟେକ ଶବ୍ଦ ବେଦ ଦ୍ୱାରା ସ୍ୱୀକୃତ ହେଇଛି। এটা ଦେଖିବାକୁ ପଡିବ। ଲୋକମାନେ କହିବେ ଯେ ଅର୍ଜୁନ କୃଷ୍ଣଙ୍କ ସମ୍ବନ୍ଧୀ ସେ ତାଙ୍କୁ ଭଗବାନ ବୋଲି ପ୍ରତିଷ୍ଠା କରିଦେଲେ। ସେଥିପାଇଁ ପ୍ରଭୁପାଦ କହୁଛନ୍ତି ନା ସେଭଳିଆ ନୁହଁ, ଏଟା ବେଦ ଦ୍ୱାରା ସ୍ୱୀକୃତ ହେଇଛି। କେନ ଉପନିଷଦରେ କୁହାଯାଇଛି ପରମ ବ୍ରହ୍ମ ପ୍ରତ୍ୟେକଙ୍କର ଆଶ୍ରୟସ୍ଥଳ ଅଟନ୍ତି। ଏ କଥା ଭଗବାନ କୃଷ୍ଣ ମଧ୍ୟ ପୂର୍ବରୁ କହିସାରିଛନ୍ତି, ପ୍ରତ୍ୟେକ ତାଙ୍କଠାରେ ଆଶ୍ରୟ ଗ୍ରହଣ କରୁଛନ୍ତି। ମୁଣ୍ଡକ ଉପନିଷଦରେ କୁହାଯାଇଅଛି, ଯେଉଁ ପରମେଶ୍ୱରଙ୍କ ଠାରେ ସମସ୍ତେ ଆଶ୍ରୟ ଗ୍ରହଣ କରୁଛନ୍ତି, ତାଙ୍କୁ କେବଳ ସେହି ବ୍ୟକ୍ତି ଜାଣିପାରେ ଯେ ତାଙ୍କୁ ସର୍ବଦା ଚିନ୍ତା କରୁଅଛି। ଭଗବାନ ଶ୍ରୀକୃଷ୍ଣଙ୍କୁ ସର୍ବଦା ଚିନ୍ତା କରିବାକୁ ସ୍ମରଣ କୁହାଯାଏ। ଏହା ନବବିଧ ଭକ୍ତି ମଧ୍ୟରୁ ଅନ୍ୟତମ ଅଟେ। କେବଳ ଭକ୍ତି ଯୋଗ ମାର୍ଗରେ କୃଷ୍ଣ ସେବା କଲେ ବ୍ୟକ୍ତି ନିଜର ଅବସ୍ଥାନକୁ ବୁଝିପାରେ ଏବଂ ଏ ଭୌତିକ ଶରୀର ବନ୍ଧନରୁ ମୁକ୍ତ ହୋଇପାରେ। ବେଦରେ ପରମେଶ୍ୱରଙ୍କୁ ବିଶୁଦ୍ଧତମ ବୋଲି କୁହାଯାଇଅଛି। ଯେ ଭଗବାନ ଶ୍ରୀକୃଷ୍ଣଙ୍କୁ ବିଶୁଦ୍ଧତମ ବୋଲି ବୁଝିପାରେ, ସେ ସମସ୍ତ ପ୍ରକାର ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ ହୋଇପାରେ। ଯେପର୍ଯ୍ୟନ୍ତ ବ୍ୟକ୍ତି ଭଗବାନଙ୍କ ନିକଟରେ ଆତ୍ମସମର୍ପଣ ନ କରିଛି, ସେ ପର୍ଯ୍ୟନ୍ତ ସେ ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ ହୋଇପାରିବ ନାହିଁ। ଭଗବାନ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ଯଦି ବ୍ୟକ୍ତି ସର୍ବତଃ ଭଗବାନଙ୍କ ଶରଣାପନ୍ନ ହବ, ତାହେଲେ ଆଉ ପାପ କର୍ମ ନ କରିବ, ତାହେଲେ ଭଗବାନ ତାକୁ ମୁକ୍ତ କରିବେ। ତ ଅର୍ଜୁନଙ୍କର ଶ୍ରୀକୃଷ୍ଣଙ୍କୁ ବିଶୁଦ୍ଧତମ ବୋଲି ଗ୍ରହଣ କରିବା ବୈଦିକ ଶାସ୍ତ୍ର ଅନୁମୋଦିତ ଅଟେ। ଏଟା ଅର୍ଜୁନଙ୍କର କେବଳ ଅଭିମତ ନୁହଁ, ଏହା ମଧ୍ୟ ବିଶିଷ୍ଟ ମହାତ୍ମାମାନଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ସେମାନଙ୍କ ମଧ୍ୟରେ ନାରଦ ମୁନି ପ୍ରଧାନ ଅଟନ୍ତି। ଶ୍ରୀକୃଷ୍ଣ ପରମ ପୁରୁଷ ଭଗବାନ ଅଟନ୍ତି। ବ୍ୟକ୍ତି ସର୍ବଦା ତାଙ୍କୁ ଧ୍ୟାନ କରିବା ଉଚିତ। ତାଙ୍କ ସହିତ ଦିବ୍ୟ ସମ୍ବନ୍ଧ ସ୍ଥାପନ କରି ଦିବ୍ୟ ଭାବ ଅନୁଭବ କରିବା ଉଚିତ। ସେ ହେଉଛନ୍ତି ପରମ ସ୍ଥିତି। ଏ ଶାରୀରିକ ଆବଶ୍ୟକତା ଜନ୍ମ ଏବଂ ମୃତ୍ୟୁ ମୁକ୍ତ। କେବଳ ଯେ ଅର୍ଜୁନ ଏହା ସ୍ୱୀକାର କରିଛନ୍ତି ତା ନୁହେଁ, ସମସ୍ତ ବୈଦିକ ସାହିତ୍ୟ, ପୁରାଣ ଓ ଇତିହାସ ଆଦିରେ ଏହା ସ୍ୱୀକୃତ ହୋଇଅଛି। ସମସ୍ତ ବୈଦିକ ସାହିତ୍ୟରେ ଶ୍ରୀକୃଷ୍ଣ ଏହି ପ୍ରକାରେ ବର୍ଣ୍ଣିତ ହୋଇଛନ୍ତି ଏବଂ ଭଗବାନ ନିଜେ ଚତୁର୍ଥ ଅଧ୍ୟାୟରେ କହିଛନ୍ତି, ଯଦିଓ ମୁଁ ଅଜନ୍ମା, ତଥାପି ମୁଁ ଏହି ଧରାଧାମରେ ଧର୍ମ ସଂସ୍ଥାପନ ନିମିତ୍ତ ଅବତରଣ କରେ। ସେ ଆଦି ପୁରୁଷ ଅଟନ୍ତି, ତାଙ୍କର କୌଣସି କାରଣ ନାହିଁ, କାରଣ ସେ ସର୍ବକାରଣ କାରଣ ଅଟନ୍ତି ଏବଂ ସବୁ ତାଙ୍କଠାରୁ ଉତ୍ପନ୍ନ ହୋଇଅଛି। ଏହି ପୂର୍ଣ୍ଣ ଜ୍ଞାନ କେବଳ ଶ୍ରୀ ପରମେଶ୍ୱରଙ୍କ ଦୟାରୁ ହିଁ ପ୍ରାପ୍ତ ହୋଇପାରେ। ଏଠାରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ଦୟା ହେତୁ ହିଁ ଏସବୁ କଥା କହୁଛନ୍ତି। ଆମ୍ଭେମାନେ ଯଦି ଭଗବତ ଗୀତାକୁ ବୁଝିବାକୁ ଇଚ୍ଛା କରୁ, ତେବେ ଆମ୍ଭମାନଙ୍କୁ ଏ ଦୁଇଟି ଶ୍ଲୋକରେ ଦିଆଯାଇଥିବା କଥାକୁ ଗ୍ରହଣ କରିନେବାକୁ ପଡ଼ିବ। ଏଠାରେ ଆମ୍ଭେମାନେ ଯଦି ଭଗବତ ଗୀତାକୁ ବୁଝିବାକୁ ଇଚ୍ଛା କରୁ, ତାହେଲେ ଆମକୁ ଏ ଦୁଇଟି ଶ୍ଲୋକ ଦିଆଯାଇଥିବା କଥାକୁ ଗ୍ରହଣ କରିବାକୁ ପଡ଼ିବ। ତାହେଲେ ଆମେ ଭଗବତ ଗୀତାକୁ ବୁଝିପାରିବା। ଆମେ ଭଗବତ ଗୀତାକୁ ବୁଝିବାକୁ ଚେଷ୍ଟା କରୁଛେ, ତା କଥା ଶୁଣୁନେ, ତା କଥା ମାନୁନେ। କିନ୍ତୁ ଭଗବତ ଗୀତା ଯେତେବେଳେ ଗୁରୁତ୍ୱ ଲାଭ କରିଛି ସମାଜରେ, ତ ସମସ୍ତେ ଭଗବତ ଗୀତା ଶୁଣନ୍ତି। ଭଗବତ ଗୀତାକୁ ସାମ୍ନାରେ ରଖିକି ଆମେ ଆମର ମତବାଦକୁ ପ୍ରଚାର କରୁଛେ। ଏଇଟା ସାରା ଜଗତରେ ଦେଖାଯାଉଛି। ବହୁତ ଲୋକ ଭଗବତ ଗୀତାକୁ ସାମ୍ନାରେ ରଖୁଛନ୍ତି, କାରଣ ଭଗବତ ଗୀତାକୁ ସମସ୍ତେ ମାନନ୍ତି। ତ ଭଗବତ ଗୀତାରେ ଏଇ ଯେ ସିଧାସଳଖ କଥା କୁହାଯାଇଛି, ସେଟାକୁ ଲୋକଙ୍କୁ କହୁନ, ସେଟାକୁ ନିଜ ଜୀବନରେ କାହିଁକି ପାଳନ କରୁନ? ନା, ସେଇଟା ହବନି। ତାଙ୍କ ନିଜ କଥା ଅନୁସାରେ କହିବେ, ବୁଝିପାରିଲେ?
ତାହେଲେ ବ୍ୟକ୍ତି ଯଦି ସେଇଥିପାଇଁ କୁହାଯାଇଛି ଏହାକୁ ଗୁରୁ ପରମ୍ପରା କୁହାଯାଏ। ଗୁରୁ ପରମ୍ପରାକୁ ସ୍ୱୀକାର କରିବାକୁ ପଡିବ। ସେଥିପାଇଁ ଭଗବାନ କୃଷ୍ଣ କହୁଛନ୍ତି ଯେ ଏବଂ ପରମ୍ପରା ପ୍ରାପ୍ତ ମୋ ରାଜର୍ଷି ବିଦୁ। ଏଇଟା ଗୁରୁ ପରମ୍ପରା କ୍ରମରେ ଆସେ। ବ୍ୟକ୍ତି ଗୁରୁ ପରମ୍ପରା ସ୍ୱୀକାର ନ କଲେ ସେ କଦାପି ଭଗବତ ଗୀତା ବୁଝିପାରିବ ନାହିଁ। ସେଥିପାଇଁ ଭଗବତ ଗୀତା ପ୍ରାରମ୍ଭରେ ପ୍ରଭୁପାଦ ପୁରା ପରମ୍ପରାର ନାଁ ଲିଷ୍ଟ ସେ ଦେଇଛନ୍ତି। ତଥାକଥିତ ବିଶ୍ୱବିଦ୍ୟାଳୟ ଶିକ୍ଷା ପ୍ରାପ୍ତ ହୋଇ ବ୍ୟକ୍ତି କଦାପି ଏହାକୁ ବୁଝିବା ସମ୍ଭବପର ନୁହେଁ। ଏହା ଦୁର୍ଭାଗ୍ୟର କଥା ଯେ ଯେଉଁମାନେ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରି ନିଜକୁ ଅତ୍ୟନ୍ତ ଗର୍ବିତ ମନେ କରନ୍ତି, ବୈଦିକ ଶାସ୍ତ୍ରରେ ଦିଆଯାଇଥିବା ଏତେ ପ୍ରମାଣ ସତ୍ତ୍ୱେ ସେମାନେ ନିଜର ଅବାଧ୍ୟ ଭାବଧାରାର ବଶବର୍ତ୍ତୀ ହୋଇ ମନେ କରନ୍ତି ଯେ ଶ୍ରୀକୃଷ୍ଣ ସାଧାରଣ ବ୍ୟକ୍ତି ଅଟନ୍ତି। ତ ଅର୍ଜୁନଙ୍କର ଏଇ ମତଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭଗବାନ 4ଟି ଶ୍ଲୋକରେ ସେ ତାଙ୍କର ମହିମାର କଥା, ବିଭୂତିର କଥା କହିଲେ। ତାପରେ ସେ ଶ୍ଲୋକ ଶୁଣିକି ଅର୍ଜୁନଙ୍କ ଯେ ପ୍ରତିକ୍ରିୟା ସେଟା ବହୁତ ଗୁରୁତ୍ୱପୂର୍ଣ୍ଣ। ତାପରେ ପୁଣି ଅର୍ଜୁନ ଯେଟା କହିଲେ ସେ ତାକୁ ଆହୁରି ଜୋର ଦେଇକି ପୁଣି ତାକୁ ସ୍ୱୀକୃତି ଦଉଛନ୍ତି। ଏଇଟା କହିକି ଯେ ସର୍ବମ୍ ଏତତ୍ ରିତମ୍ ମନ୍ୟେ ଯତ୍ ମଂ ବଦସି କେଶବ न हि ते ଭଗବାନ ବ୍ୟକ୍ତି ବିଦୁର୍ଦେବା ନ ଦାନବଃ। ହେ କୃଷ୍ଣ, ଆପଣ ଯୋଉ ସତ୍ୟ ପ୍ରକାଶ କଲେ ତାହା ମୁଁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରି ନେଇଛି। ହେ ପ୍ରଭୁ, ଦେବତା ମାନେ କିମ୍ବା ଦାନବ ମାନେ କେହି ଆପଣଙ୍କର ବ୍ୟକ୍ତିକୁ ଜାଣନ୍ତି ନାହିଁ। ସର୍ବମ୍ ଏତତ୍ ରିତଂ ମନ୍ୟେ, ଯାହା ଆପଣ କହିଲେ ଏଇ ସବୁ ସତ୍ୟ। ଏଇ ଭାବେ ମୁଁ ଗ୍ରହଣ କରିଲି। ହଁ। ମନ୍ୟେ ମାନେ ମୁଁ ଗ୍ରହଣ କଲି, ମନେ କରୁଛି ଆଉ ଗ୍ରହଣ କରୁଛି। କଣ ନା ଯତ୍ ମାଂ ବଦସି କେଶବ, ଏ କେଶବ ଆପଣ ଯାହା କହିଲେ ମୁଁ ସତ୍ୟ ବୋଲି ମନେ କରୁଛି। ବାସ୍ତବିକ ପକ୍ଷରେ ନହିଁ ତେ ଭଗବାନ, ହେ ଭଗବାନ, ତୁମକୁ କୌଣସି ବ୍ୟକ୍ତି ତେ ଭଗବାନ ବ୍ୟକ୍ତି ଆପଣଙ୍କର ତେ ବ୍ୟକ୍ତି ଦେବତା ମାନେ, ହେ ପ୍ରଭୁ, ଦେବତା ମାନେ, ଦାନବ ମାନେ ନ ବିଦୁର ଦେବା ନ ଦାନବ, କି ହେଲେ ଯେ ବ୍ୟକ୍ତି, ଏଇଟା ଇମ୍ପୋର୍ଟାଣ୍ଟ ଶବ୍ଦ। ନାହିଁ ତେ ଭଗବାନ ବ୍ୟକ୍ତି, ହେ ଭଗବାନ, ଆପଣଙ୍କର ଏଇ ବ୍ୟକ୍ତିତ୍ୱ, ବୁଝିପାରିଲେ, ଅସୁର ଦେବତାର କିଏ ବୁଝିପାରନ୍ତେନି। ଆପଣ ଜଣେ ବ୍ୟକ୍ତି। ନିରାକାର ରୂପରେ ତ ଅନେକ ସମସ୍ତେ ଜାଣୁଛନ୍ତି, କିନ୍ତୁ ଆପଣଙ୍କ ବ୍ୟକ୍ତି ରୂପରେ ସମସ୍ତେ ଠିକ ଭାବେ ଜାଣିପାରନ୍ତିନି। ବୁଝିପାରିଲେ? ଏଠାରେ ଅର୍ଜୁନ କହୁଛନ୍ତି ଯେ ଯେଉଁମାନେ ନାସ୍ତିକ ଏବଂ ଅସୁର ସ୍ୱଭାବ ସମ୍ପନ୍ନ, ସେମାନେ ଶ୍ରୀକୃଷ୍ଣଙ୍କୁ ଜାଣିପାରନ୍ତି ନାହିଁ। ଭଗବାନ ବି କହିଛନ୍ତି, ବାରମ୍ବାର କହିଛନ୍ତି, ଆଉ ଅର୍ଜୁନ ବି ସେ କଥା କହୁଛନ୍ତି। ଦେବତା ହଉ ଅସୁର ହଉ କେହି ତମକୁ ଜାଣିପାରିବେନି। ଏପରିକି ଦେବତା ମାନେ ମଧ୍ୟ ତାଙ୍କୁ ଜାଣିପାରନ୍ତି ନାହିଁ। ଏଇ ପୃଥିବୀରେ ତଥାକଥିତ ପଣ୍ଡିତ ମାନଙ୍କ କଥା କଣ କହିବା। ଦେବତା ମାନେ ଜାଣିପାରନ୍ତି, ତାର ଆଶ୍ଚର୍ଯ୍ୟର କିଛି ନାହିଁ। ଭଗବାନଙ୍କର ଗୋଟେ ସ୍ୱରୂପ ଲକ୍ଷଣ ହଉଛି ସେ ହଉଛନ୍ତି କଣ, ବୁଝନ୍ତି ଯଥା ସୁରୟ। ଦେବତା ମାନେ ବି ତାଙ୍କ କାର୍ଯ୍ୟରେ ମୋହିତ ହେବେ। ବ୍ରହ୍ମା ବି ବୁଝି ପାରିଲେନି କୃଷ୍ଣଙ୍କୁ, ଶିବ ବୁଝି ପାରିଲେନି, ଇନ୍ଦ୍ର ବୁଝି ପାରିଲେନି। ହଁ, ସେଥିପାଇଁ କହୁଛନ୍ତି ଦେବତା ମାନେ ଆପଣଙ୍କୁ ଠିକ ଜାଣନ୍ତିନି। ବୁଝିପାରିଲେ? ତ ଭଗବାନଙ୍କ କୃପାବଶତଃ ଅର୍ଜୁନ ବୁଝିପାରିଛନ୍ତି ଯେ ଶ୍ରୀକୃଷ୍ଣ ହେଉଛନ୍ତି ପରମ ସତ୍ୟ, ସେ ହିଁ ପରିପୂର୍ଣ୍ଣ ଅଟନ୍ତି। ତେଣୁ ସମସ୍ତେ ଅର୍ଜୁନଙ୍କ ମାର୍ଗ ଅବଲମ୍ବନ କରିବା ଉଚିତ। ଦେବତା ମାନେ ଜାଣିଲେନି, ଅସୁର ମାନେ ଜାଣିଲେନି, କିନ୍ତୁ ଅର୍ଜୁନ ଜାଣିପାରିଲା। କାହିଁକି ଅର୍ଜୁନ ଜାଣିପାରିଲା? ଭଗବାନ ନିଜେ ବି କହିଛନ୍ତି ଭକ୍ତ ସୀମ ସଖା ଚେତେ ରହସ୍ୟମୟ ତତୁତ୍ତମମ୍। ତୁମର ଭକ୍ତ, ତୁମର ସଖା, ତୁମରି ପାଖରେ ସମସ୍ତ ରହସ୍ୟ ଉଦ୍ଘାଟିତ ହବ, ତମେ ସବୁ ବୁଝିପାରିବ। ସେ ଭଗବତ ଗୀତାର ପ୍ରମାଣକୁ ଗ୍ରହଣ କଲେ।
ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଭଗବତ ଗୀତାକୁ ବୁଝିବାକୁ ଯେଉଁ ଗୁରୁ ଶିଷ୍ୟ ପରମ୍ପରା ଦରକାର ତାହା ନଷ୍ଟ ହୋଇଯାଇଛି। ଚତୁର୍ଥ ଅଧ୍ୟାୟ ପ୍ରଥମରେ କୁହାହେଲା, ହଁ, ହଁ, ଯୋଗ ନଷ୍ଟ ପରମ୍ପରା, ସେ ଯୋଗ ନଷ୍ଟ ହେଇଯାଇଛି। ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସହିତ ସେ ଗୁରୁ ଶିଷ୍ୟ ପରମ୍ପରାକୁ ପୁଣି ଯୋଡ଼ିଲେ, କାରଣ ସେ ଅର୍ଜୁନକୁ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ଏବଂ ବଡ ଭକ୍ତ ବୋଲି ବିଚାର କଲେ। ତେଣୁ ଆମେ ମୁଖବନ୍ଧରେ କହିଛୁ ଯେ, ମାନେ ଶ୍ରୀଲ ପ୍ରଭୁପାଦ ଲେଖିଛନ୍ତି, ସେ ତାকে କହୁଛନ୍ତି ଯେ ଭଗବତ ଗୀତାକୁ ଏ ଗୁରୁ ଶିଷ୍ୟ ପରମ୍ପରା ମାର୍ଗରେ ବୁଝିବାକୁ ପଡିବ। ଯଦି ଆମେ ଗୁରୁ ପରମ୍ପରାରେ ବୁଝିବା, ତାହେଲେ କଣ ହବ ନା, ଭଗବତ ଗୀତା ଯୋଉ ଉଦ୍ଦେଶ୍ୟରେ ଭଗବାନ କହିଲେ ସେଟା ଆମେ ବୁଝିପାରିବା, ନହେଲେ ବୁଝିପାରିବା। ଯେତେବେଳେ ସେ ଗୁରୁ ଶିଷ୍ୟ ପରମ୍ପରା ଭାଙ୍ଗିଯିବ, ସେତେବେଳେ ଭଗବାନ ସେ ପରମ୍ପରାକୁ ପୁନରୁଜ୍ଜୀବିତ କରିବା ନିମିତ୍ତ ଅର୍ଜୁନକୁ ପୁନର୍ବାର ବାଛିଲେ, ଯେ ଭାଙ୍ଗିଗଲା। ସେ ଯେ ପ୍ରଭୁପାଦ ଦୃଷ୍ଟାନ୍ତ ଦଉଛନ୍ତି, ଗୋଟେ ଗଛରେ ଚଢିଛି ଗୋଟେ ଲୋକ ଆମ୍ବ ତୋଳିବା ପାଇଁ କି, ସେ ଆମ୍ବଟା କଣ କରିବ, ତଳକୁ ପକେଇଦେଲେ ସେ ଫାଟିଯିବ। ସେ ଆମ୍ବର ଲୋକମାନେ ଠିକ ଭାବେ ପାଇବେନି। ତ ସେ ଯୋଉ ଲୋକଟା ତୋଳିଲା, ତା ପାଖରେ ଆଉ ଗୋଟେ ଲୋକ ତା ହାତକୁ ଦେଲା, ସେ ଆଉ ଗୋଟେ ହାତକୁ ଦେଲା, ଆଉ ଗୋଟେ ହାତକୁ ଦେଲା, ଏଭଳି ତଳକୁ ଆସିବ। ହଁ, ଜଣେ ଆଉ ହାତକୁ ଦେଇକି ତାହେଲେ କଣ ହବ, ସେ ଆମ୍ବଟା ଅକ୍ଷତ ଅବସ୍ଥାରେ, କୌଣସି କ୍ଷତିବିହୀନ ଅବସ୍ଥାରେ ଆସିକି ତାପରେ ପହଞ୍ଚିବ। ତ ଏଇ ଜ୍ଞାନ ନଷ୍ଟ ହେଇଥିଲା, ପୁଣି କୃଷ୍ଣ ଆସିକି ଦେଲେ। ଶ୍ରୀକୃଷ୍ଣ ଯାହା ସବୁ କହିଲେ ଏବଂ ଅର୍ଜୁନ ଯେପରି ତାକୁ ଗ୍ରହଣ କଲେ, ଏ ସବୁକୁ ଯଥାଯଥ ରୂପେ ଅନୁକରଣ କରିବା ଉଚିତ। ସେଇଥିପାଇଁ ମୁଁ ସବୁବେଳେ କୁହେ, ଭଗବତ ଗୀତା ଆଜ ଇଟ୍ ଇଜ ମାନେ ଭଗବାନ ଯାହା କହୁଛନ୍ତି ତାହା ନା, ଭଗବାନ ଯାହା କହିଲେ ଅର୍ଜୁନ ଯେବେ ଗ୍ରହଣ କରିଲେ, ସେଇଟା ହବ ଭଗବତ ଗୀତା ଆଜ ଇଟ୍ ଇଜ। ଭଗବାନ ଯାହା କହିଲେ, ହଁ, ସେଇଟା ହିଁ ଆଜ ଇଟ୍ ଇଜ ନୁହଁ। କାରଣ ଭଗବାନ କୃଷ୍ଣ ତ ଗୀତାର ଶେଷରେ କହିଲେ, ଯତ୍ ଇଚ୍ଛସି ତତ୍ କରୁ। ମୁଁ ତମକୁ ସବୁ ଭଲ ମନ୍ଦ କହିଲି, ତମେ ଯାହା ଇଚ୍ଛା ତାହା କର। ଆମେ ଯତ୍ ଇଚ୍ଛସି ତତ୍ କରୁ, ଯାହା ଇଚ୍ଛା ତାହା କର, ସେଇଟାକୁ କରିବା କହିବା ମୁଁ ଭଗବାନ ଯାହା କହିଛନ୍ତି ସେଟା ଫଲୋ କରୁଛି ପରା, ନା କଣ କହିଛନ୍ତି, ନା ଯାହା ଇଚ୍ଛା ତାହା କର, ମୁଁ ଯାହା ଇଚ୍ଛା ତାହା କରୁଛି, ନା ସେଇଟା ହବନି। ସେଥିପାଇଁ କି ଭଗବତ ଗୀତା ଆଜି ମାନେ କୃଷ୍ଣ ଯେ ଭାବେ କହିଲେ ଆଉ ଅର୍ଜୁନ ଯେ ଭାବେ ତାକୁ ଗ୍ରହଣ କଲେ, ତାହେଲେ ଆମେମାନେ ଭଗବତ ଗୀତାର ତତ୍ତ୍ୱକୁ ବୁଝିପାରିବା ଏବଂ ପୁନଶ୍ଚ ବୁଝିପାରିବା ଯେ ଶ୍ରୀକୃଷ୍ଣ ହିଁ ପରମ ପୁରୁଷ ଭଗବାନ ଅଟନ୍ତି। କୃଷ୍ଣ ହିଁ ପରମ ପୁରୁଷ ଭଗବାନ। ଠିକ ଅଛି। ହରେ କୃଷ୍ଣ 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 ହରେ ହରେ, হরে রাম 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 হরে হরে। মঙ্গলময় প্রভু কি বলছেন? হরে কৃষ্ণ মহারাজ, দণ্ডবত প্রণাম মহারাজ। মহারাজ, এই অসিত আর দেবল এই দুজন কে মহারাজ? এই দুজন কি ঋষি হয়ে থাকবে? অসিত দেবল না, পরপট তো এই পরপট নেই। কোনো কোনো পরপটে প্রভুপাদ আবার প্রতিটা ঋষির মানে একটু ব্যাকগ্রাউন্ড লিখেছেন। অন্য কোনো জায়গায় যদি থাকে আমরা পড়লে বুঝতে পারবো। আমিও ওনার সম্পর্কে বেশি শুনি না কোথাও। হুম। মহারাজ, আর একটা জিজ্ঞাসা মহারাজ। মহারাজ, পরমাত্মা রূপে ভগবান সর্বব্যাপক। তো এই পরমাত্মা তো জীবের হৃদদেশে থাকেন, তাহলে প্রতিটা অণু পরমাণুতে ভগবান কি রূপে থাকছেন মহারাজ? কি রূপে থাকছেন মানে? পরমাত্মা রূপে থাকছেন। অনুপরমাণুতে তিনি প্রবেশ করেছেন, অন্ডান্তরস্থ পরমাণু ত্রয়ান্তরস্থ। তিনি প্রতি অনুপরমাণুতে না ঢুকলে অনুপরমাণু কিছু কাজ করবে না। আর জীবের হৃদয়ে রয়েছেন, সেটা জীবের সঙ্গে সঙ্গে। পরমাত্মা জীবের সঙ্গে সঙ্গে রয়েছেন, সেখানে থেকে তিনি অনুমন্ত উপদ্রষ্টা, এই কাজ করছেন। আর তৎসঙ্গে সঙ্গে প্রতিটি অনুপরমাণুতে আছে, তাই অনুপরমাণুগুলো ক্রিয়াশীল হচ্ছে।
পরমাত্মা যদি না থাকতো অনুপ্রমাণগুলো ক্রিয়াশীল হতো না। কিছু জুড়ে জুড়ে যাচ্ছে, বিভিন্ন রূপ ধারণ করছে। যখন প্রথম উপাদানগুলো সৃষ্টি হলো, তখন সবগুলো মানে বিচ্ছিন্ন ভাবে ঘুরে বেড়াচ্ছিল। তারপরে ভগবান তার মধ্যে প্রবেশ করার পরে সেগুলো ସବୁ ভিন্ন ভিন্ন রূপ ধারণ করলো। ঠিক আছে। হ্যাঁ। ମହାରାଜ ପ୍ରଣାମ। ମୋର ଗୋଟେ ପ୍ରଶ୍ନ ହେଲା, ଏ ଧ୍ୟାନ କରିବା ଆପଣ ବୁଝେଇଲେ, ଧ୍ୟାନ କରିବା ଆମେ କିପରି? ଭଗବାନଙ୍କର ଲୀଳାଧାମ କରିବା ନା ଧ୍ୟାନ କରିବାର ଗୋଟେ ନିର୍ଦ୍ଦିଷ୍ଟ ନିୟମ ଅଛି ଧ୍ୟାନ କରିବା ଭଗବାନ? ତେଣୁ ଧ୍ୟାନ କରିବା, ଆମେ ଭଗବାନଙ୍କର ଯୋଉ ବିଗ୍ରହକୁ ଧ୍ୟାନ କରିପାରିବା, ଭଗବାନଙ୍କର ଲୀଳାକୁ ଧ୍ୟାନ କରିପାରିବା, ଭଗବାନଙ୍କର ନାମର ଶବ୍ଦ ଉପରେ ଧ୍ୟାନ କରିପାରିବା। ବୁଝିପାରିଲେ? ଆଜ୍ଞା ହଁ। ଆଜ୍ଞା ଭଗବାନଙ୍କର ଭକ୍ତଙ୍କର ମହିମା ଉପରେ ଧ୍ୟାନ କରିପାରିବା। এই ସମସ୍ତ ଗୁଡ଼ିକ ଭଗବତ ଭକ୍ତିର ଅନୁକୂଳ, ସେଗୁଡିକ ଧ୍ୟାନ କରିବା। ଆଜ୍ଞା। হুম। তো এখন আমরা চৈতন্য চরিতামৃত থেকে